ପିଲାମାନେ ଆଜିର ଏଇ ଭିଡ଼ିଓରେ ମୁଁ ଆପଣମାନଙ୍କୁ ସାଧାରଣତନ୍ତ୍ର ଦିବସ ବିଷୟରେ ଗୋଟେ ସୁନ୍ଦର ଭାଷଣଟେ କହିବି। ତୁମେମାନେ କେବଳ ଥରେ ଶୁଣିକି ଏ ଭାଷଣକୁ ମନେ ରଖିପାରିବ। ତ ଭିଡ଼ିଓକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖ, ଯାହାଫଳରେ ତୁମେମାନେ ଥରେ ଶୁଣି ଏହି ଭାଷଣକୁ ମନେ ରଖିପାରିବ। ତ ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ଏବଂ ଏଠାରେ ଉପସ୍ଥିତ ଥିବା ମୋର ଛୋଟ ଓ ବଡ଼ ଭାଇ ଭଉଣୀମାନେ ଏବଂ ମୋର ସହପାଠୀଗଣ, ସର୍ବପ୍ରଥମେ ମୁଁ ଗଣତନ୍ତ୍ର ଦିବସ ବିଷୟରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଆଜିର ଏହି ପବିତ୍ର ଗଣତନ୍ତ୍ର ଦିବସ ବିଷୟରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି 26 ଜାନୁଆରୀ 2025 ମସିହା, ଯାହାକି 74ତମ ସାଧାରଣତନ୍ତ୍ର ଦିବସ। ପ୍ରତିବର୍ଷ ଜାନୁଆରୀ ମାସ 26 ତାରିଖକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଇଛି। 1950 ମସିହା ଜାନୁଆରୀ ମାସ 26 ତାରିଖ ଦିନ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ସମ୍ବିଧାନ ପ୍ରଣୟନ ହୋଇଥିଲା। ଏହି ସମ୍ବିଧାନ ତିଆରି କରିବା ପାଇଁ 2 ବର୍ଷ 11 ମାସ 18 ଦିନ ସମୟ ଲାଗିଥିଲା। ଆମ୍ବେଦକର ଭାରତ ଫେରିବା ପରେ ଦଳିତମାନଙ୍କ ସାମାଜିକ ସ୍ୱାଧୀନତା ଏବଂ ଭାରତକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ବନେଇବାକୁ ଲାଗିଲେ ଏବଂ ଅନେକ ପୁସ୍ତକ ମଧ୍ୟ ଲେଖିଥିଲେ। 1926 ମସିହାରେ ବମ୍ବେ ବିଧାନସଭା ପରିଷଦର ସଦସ୍ୟ ହୋଇଥିଲେ। ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଭାରତକୁ ଦେଖିବାର ଦୃଷ୍ଟି ସମ୍ପୂର୍ଣ୍ଣ ଅଲଗା ଥିଲା। ସେ ଭାରତକୁ ବିଭାଜିତ ହେବାରୁ ଦେଖିବାକୁ ଚାହିଁନଥିଲେ। 15 ଅଗଷ୍ଟ 1947ରେ ଭାରତର ସ୍ୱାଧୀନତା ପରେ ଆମ୍ବେଦକରଙ୍କୁ ଦେଶର ପ୍ରଥମ ଆଇନ ମନ୍ତ୍ରୀ କରିଦିଆଗଲା ଏବଂ କଠିନ ପରିଶ୍ରମ ପରେ ସେ ଏକ ଲିଖିତ ସମ୍ବିଧାନ ଭାରତକୁ ଦେଲେ, ଯାହାକୁ 26 ଜାନୁଆରୀ 1950ରେ ଭାରତରେ ପ୍ରଣୟନ କରାଗଲା। ଆମ୍ବେଦକରଙ୍କ ବିଚାର ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମଧ୍ୟ ସ୍ଥାପନ କରାଗଲା। ଆମ୍ବେଦକରଙ୍କ ଧର୍ମ ପରିବର୍ତ୍ତନ ମଧ୍ୟ କରିବାକୁ ବାରମ୍ବାର କହି ଆସୁଥିଲେ। ତ ପିଲାମାନେ, ଏଇଟା ଥିଲା ତୁମର ସାଧାରଣତନ୍ତ୍ର ଦିବସର ଗୋଟିଏ ସୁନ୍ଦର ଭାଷଣ। ଯଦି ତୁମେ ଏମିତି ଆହୁରି ମଧ୍ୟ ନୂଆ ନୂଆ ଭାଷଣ ଯଦି ଦେଖିବା ପାଇଁ ଚାହୁଁଛ, ତାହେଲେ ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖ ଆଉ କମେଣ୍ଟ ରେସିପିରେ ଜଣାଇବ। ମୁଁ ତୁମମାନଙ୍କୁ ଯେଉଁ ପ୍ରଶ୍ନ ଉତ୍ତର ମଧ୍ୟ ଦେବି, ତୁମର ଯେଉଁ କୁଇଜ୍ କମ୍ପିଟିସନରେ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗୁଡ଼ିକ ମୁଁ ତୁମକୁ ଦେବି, ଯାହାଫଳରେ ତୁମେମାନେ କୁଇଜ୍ କମ୍ପିଟିସନରେ ମଧ୍ୟ ପାର୍ଟିସିପେଟ୍ କରି ପ୍ରାଇଜ୍ ଆଣିପାରିବ। ତ ଏମିତି ନୂଆ ନୂଆ ଭାଷଣ ଜାଣିବା ପାଇଁ ମଧ୍ୟ ଯଦି ଚାହୁଁଛ, ତାହେଲେ ତୁମେ କମେଣ୍ଟ ରେସିପିରେ ଜଣାଇବ। ଠିକ୍ ଅଛି ପିଲାମାନେ।